ବିଶ୍ୱକର୍ମା ପୂଜା ଏକ ପୌରାଣିକ କାହାଣୀ। ବିଶ୍ୱକର୍ମା ଦେବତାଙ୍କୁ ନିଯୁକ୍ତି, ଶିଳ୍ପ ଓ ନିର୍ମାଣ କଳାର ଦେବତା ଭାବେ ପୂଜା କରାଯାଏ। ମହାଭାରତ, ଋଗ୍ବେଦ ଓ ଅନ୍ୟାନ୍ୟ ପୁରାଣ ଗ୍ରନ୍ଥରେ ବିଶ୍ୱକର୍ମାଙ୍କ ବର୍ଣ୍ଣନା ଦିଆଯାଇଛି। ସେ ବିଶ୍ୱକର୍ମାଙ୍କୁ ସୃଷ୍ଟିକର୍ତ୍ତା ବୋଲି ମାନ୍ୟ କରାଯାଏ ଏବଂ ସମସ୍ତ ପ୍ରକାରର ବାସ୍ତୁକଳା, ଯାନ ନିର୍ମାଣରେ ସେ ସାକ୍ଷାତ ଦେବତା ବୋଲି ପ୍ରତିଷ୍ଠିତ ଅଟନ୍ତି। ବିଶ୍ୱକର୍ମା ପୂଜା ଭାରତର ବିଭିନ୍ନ ଅଞ୍ଚଳରେ ଶ୍ରମିକ, ଇଞ୍ଜିନିୟର, ବୈଦ୍ୟୁତିକ ଓ ଶିଳ୍ପ କର୍ମୀମାନଙ୍କର ଦ୍ୱାରା ବୃହତ୍ ପରିସରରେ ପାଳନ କରାଯାଏ। ଏହି ଦିନରେ ଫ୍ୟାକ୍ଟରି, କାରଖାନା ଓ ଅଫିସଗୁଡ଼ିକୁ ଆଲୋକିତ କରାଯାଇ ବିଶ୍ୱକର୍ମାଙ୍କ ମୂର୍ତ୍ତିକୁ ସଜାଇ ପୂଜା କରାଯାଏ। ପୌରାଣିକ କାହାଣୀ। ଏକ ପୌରାଣିକ କାହାଣୀ ଅନୁସାରେ ବିଶ୍ୱକର୍ମା ସମସ୍ତ ଦେବତାଙ୍କ ନିର୍ମାଣକର୍ତ୍ତା ଭାବରେ ପରିଚିତ। ତାଙ୍କର କାର୍ଯ୍ୟ ସବୁଠାରୁ ବଡ଼ ଏବଂ ମହତ୍ତ୍ୱପୂର୍ଣ୍ଣ। ସେ ନକ୍ଷତ୍ରମଣ୍ଡଳ, ଦେବତାଙ୍କ ଗୃହ ଏବଂ ବହୁ ଦେବତାମାନଙ୍କର ଅସ୍ତ୍ର ଓ ଶସ୍ତ୍ର ନିର୍ମାଣ କରିଥିଲେ। ବିଶ୍ୱକର୍ମାଙ୍କ ସମ୍ପର୍କରେ କେତେକ ଭିନ୍ନ ଭିନ୍ନ କାହାଣୀ ରହିଛି, କିନ୍ତୁ ସମସ୍ତ ପୁରାଣଗୁଡ଼ିକର ମୂଳଦେଶା ହେଉଛି ତାଙ୍କୁ ସୃଷ୍ଟିର ନିର୍ମାଣକର୍ତ୍ତା ଭାବରେ ଗୃହୀତ କରାଯାଏ। ଏକ ଅନ୍ୟ କାହାଣୀ ଅନୁସାରେ ବିଶ୍ୱକର୍ମା ଏକ ମହାନ ସ୍ୱର୍ଗୀୟ ଶିଳ୍ପୀ ଥିଲେ, ଯିଏ ଦେବତା ଏବଂ ଦାନବମାନଙ୍କର ନିକଟରେ ଉତ୍କୃଷ୍ଟ ନିର୍ମାଣକୁ ଉପସ୍ଥାପନ କରିଥିଲେ। ନରକାସୁରଙ୍କର ସ୍ୱର୍ଗର ନିର୍ମାଣ ହେଉ ବା ତ୍ରିପୁରାସୁରଙ୍କ ସହରଗୁଡ଼ିକ ସମସ୍ତରେ ବିଶ୍ୱକର୍ମାଙ୍କ ପ୍ରଭାବ ଦେଖାଯାଏ। ତାଙ୍କର କାର୍ଯ୍ୟକୁ ସଦା କଳ୍ପନାଶୀଳ ଓ ନୂତନ ବିଧାନରେ କରିବା ଏବଂ ଏହି କ୍ଷେତ୍ରରେ ସେ ଏକ ଦେବତା ସ୍ୱରୂପ ଉପସ୍ଥିତ ହୋଇଛନ୍ତି। ପୂଜା ପାଳନ। ବିଶ୍ୱକର୍ମା ପୂଜା ଖାସ୍ କରି ଫ୍ୟାକ୍ଟରି, କାରଖାନା ଓ ଶିଳ୍ପ କାର୍ଯ୍ୟ ବା ସେବାର ସହିତ ସମ୍ପର୍କିତ ଅଞ୍ଚଳଗୁଡ଼ିକରେ ଉଜ୍ଜ୍ୱଳ ଭାବରେ ପାଳନ କରାଯାଏ। ଏହା ମୁଖ୍ୟତଃ ସେପ୍ଟେମ୍ବର ମାସରେ ପାଳନ କରାଯାଏ ଓ ଏହି ଦିନକୁ ଶ୍ରମିକମାନେ ନିଜର ଆଶା ଓ ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟର ଦେବତାଙ୍କୁ ଆରାଧନା କରନ୍ତି। ବିଶ୍ୱକର୍ମାଙ୍କ ନିକଟରେ ସେମାନେ ନିଜର କାର୍ଯ୍ୟର ସଫଳତା ଓ ସମୃଦ୍ଧିର ପ୍ରାର୍ଥନା କରନ୍ତି। ଫ୍ୟାକ୍ଟରି ଓ ମେକାନିକାଲ ଅଞ୍ଚଳରେ ବିଶ୍ୱକର୍ମା ପୂଜାର ବିଶେଷ ମହତ୍ତ୍ୱ ଅଛି, ଯେଉଁଠାରେ ମେସିନ୍ଗୁଡ଼ିକୁ ପ୍ରସ୍ତୁତ କରି ପୂଜା କରାଯାଏ। ଏହା ସହିତ ନୂଆ ଯାନବାହନ ମେସିନ୍କୁ ବିଶ୍ୱକର୍ମାଙ୍କ ଅନୁଗ୍ରହ ଆଶା କରି ପ୍ରୟୋଗ ଅଣାଯାଏ। ବିଶ୍ୱକର୍ମା ପୂଜା ପାଳନ ବିଶେଷ ପ୍ରଣାଳୀରେ କରାଯାଏ। ପ୍ରଥମେ ବିଶ୍ୱକର୍ମାଙ୍କ ମୂର୍ତ୍ତିକୁ ଫ୍ୟାକ୍ଟରି ବା କାରଖାନାରେ ସଜାଇ ରଖାଯାଇଥାଏ। ମୂର୍ତ୍ତିମାନେ ଫୁଲ, ତୁଳସୀ ଓ ଚନ୍ଦନ ଦ୍ୱାରା ଅଳଙ୍କୃତ କରାଯାଏ। ତାପରେ ମେସିନ୍ ବା ଯାନଗୁଡ଼ିକ ପବିତ୍ର କରି ସେମାନଙ୍କ ଉପରେ ଗଙ୍ଗାଜଳ ଚଢ଼ାଯାଏ। ଅନ୍ତେ ପୂଜାରେ ରକ୍ତ, ଚନ୍ଦନ, ଧୂପଦୀପ ଏବଂ ମିଷ୍ଟାନ୍ନ ଦ୍ୱାରା ଆରାଧନା କରାଯାଏ ଓ ସମସ୍ତ କାର୍ଯ୍ୟର ସଫଳତା ନିମନ୍ତେ ପ୍ରାର୍ଥନା କରାଯାଏ।